ବିଜେଡି କୁ ଶନି ଦଶା ଏହି 8 ବିଧାୟକ ଛାଡ଼ିବେ ଦଳ। ରାଜା ସ୍ୱାଇଁ ଓ ସନାତନଙ୍କ ସହ 8 ବିଧାୟକ ବିଜେଡି ଛାଡ଼ି ବିଜେପିକୁ ଯିବେ। ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରରେ ହେବ ମହାମିଶ୍ରଣ ପର୍ବ। ହଁ ଆଜ୍ଞା, ବିଜେଡିକୁ ଏବେ ଶନି ଦଶା ପଡ଼ିଛି। ନୂଆବର୍ଷ ଠାରୁ ପୁଣି ରାହୁ ଗ୍ରାସ କରିବ। ବିଜେଡିର ଜନ୍ମପଞ୍ଜିକା କହୁଛି ଏଭଳି କିଛି ଭୟଙ୍କର କଥା। ବିଜେଡିର ମଙ୍ଗ ଧରିବେ ଜଣେ ମହିଳା। ସେ ମହିଳା ପାଇଁ ଦଳ ହେବ ଖଣ୍ଡ ଖଣ୍ଡ। ଓଡ଼ିଶାରେ ପ୍ରତ୍ୟେକ ସ୍ଥାନରେ ଭାଙ୍ଗୁଛି ବିଜେଡିର ଗଡ଼। ଦିନକରେ ବିଜେଡି ଛାଡ଼ିଥିଲେ 3 ବ୍ଲକ ଅଧ୍ୟକ୍ଷ, ପରେ ବିଜେପିରେ ଯୋଗଦାନ କଲେ। ଭଦ୍ରକରୁ ତାଳଚେର ସବୁଠି ଭାଙ୍ଗୁଛି ବିଜେଡିର ଗର୍ବ ଓ ଅହଙ୍କାର। ବିଜେଡିକୁ ଇସ୍ତଫା ଦେଇଛନ୍ତି ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ। ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁମତି। ସେଭଳି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ। ସେ ମଧ୍ୟ ତାଙ୍କର ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଉର୍ମିଳା ବିଜେଡିର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇଛନ୍ତି ଇସ୍ତଫା ପତ୍ର। ବିଜେଡିକୁ ଇସ୍ତଫା ଦେଇଛନ୍ତି ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବନ୍ତ ବ୍ଲକର ଗୋପୀନାଥପୁର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରି ଅଧ୍ୟକ୍ଷ ପଦ ପାଇଥିଲେ। ଶନିବାର ବିଜେଡି ଛାଡ଼ିଥିବା ଭଦ୍ରକ ଜିଲ୍ଲାର 3 ବ୍ଲକ ଅଧ୍ୟକ୍ଷ ଖୁବ୍ ଶୀଘ୍ର ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ଭଦ୍ରକର ପୂର୍ବତନ ପୌରପାଳ ପ୍ରୟାସକାନ୍ତି ସାମଲ ବାସଭବନରେ ଜିଲ୍ଲାର 3 ବ୍ଲକ ଅଧ୍ୟକ୍ଷ ଏକ ବୈଠକରେ ଏକାଠି ହୋଇ ଇସ୍ତଫା ଦେଇଥିଲେ। ସେପଟେ ତାଳଚେର ସହରରେ ଭାଙ୍ଗିଛି ବିଜେଡି ଗଡ଼। ତାଳଚେରର ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ ସହ 13 କାଉନ୍ସିଲର ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆଙ୍କ ସମେତ 13 ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ବିଜେଡିକୁ ଲାଗିଛି ଶକ୍ତ ଝଟକା। ଖୋଦ୍ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜ ପ୍ରଧାନ ଏବେ ହରଡ଼ଖଣାରେ। ବିଧାୟକ ନିଜ ଦଳର କର୍ମୀ ନେତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବସିଛନ୍ତି ନଗରପାଳ ଓ କାଉନ୍ସିଲର। ଗତ ଶୁକ୍ରବାର ବିଜେପିରେ ମିଶିବା ପରେ ଭୁବନେଶ୍ୱରଠାରେ ତାଳଚେର ମାଟିର ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ତାଳଚେର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପବିତ୍ର ଭୂତିଆ ଓ କାଉନ୍ସିଲର ସମୂହ। ସେହିଭଳି 8 ବିଧାୟକ ଏକାଠି ହୋଇ ବିଜେଡି ଛାଡ଼ି ବିଜେପିରେ ମିଶିବାର ସଂକେତ ଦେଇଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ କଟକ ଜିଲ୍ଲା ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡି ଛାଡ଼ି ବିଜେପିକୁ ଯିବେ। ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ଆଉ 6 ବିଧାୟକ ନାମ ଗୁପ୍ତ ରଖିଛନ୍ତି। ତେବେ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ ଡିସେମ୍ବର ଶେଷ ସପ୍ତାହରେ ମହାମିଶ୍ରଣ ପର୍ବ ଓଡ଼ିଶା ଦେଖିବ ବୋଲି ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ବିଏନ୍ଏସ୍ ଲାଇଭ୍।